আজি দত্যাবলী যে কি আজি ভূমিরে শয়ন করিছি স্বামীଙ୍କ নিকটরে তার মনর কথা কু যাই কি পরিপ্রকাশ করিব। রানী মান করিকি শোইছিনি না ঢিপকি পড়িছি? তা দেহ ভাল নাই কিয়ে শোইছি? রানী আজি যেতেবেଳ ସମୟରେ ସାଗରାସୁର ଆଜି ଆସି ପ୍ରବେଶ କରିଛି ନିଜର ରାଣୀ ଅନ୍ତପୁରରେ। ହଁ ଗୋଟେ କଥା ଆଣିକି ଗୋରେଇ ହବ ଭଲ ଲାଗିବ। ରାଣୀ ଶୋଇଛି ତାଙ୍କ ଦେହ ଭଲ ନାହିଁ। ଆରେ ରାଣୀ ଶୟନ କରିଛନ୍ତି। କେମିତି ଦେଖିବା ପଦ କେମିତି ଶୟନ କରିଛି? ଦେଖୁଛନ୍ତି ସାଗରାସୁର। ଲକ୍ଷ୍ୟ ପଡ଼ିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଭଞ୍ଜଙ୍କର ଲକ୍ଷ୍ୟ ପଡୁ ଭଞ୍ଜ ସାହିତ୍ୟରୁ ଟିକେ ନଦେଲେ କ'ଣ ହବ? ନାଇଁ ଭଞ୍ଜ ସାହିତ୍ୟ ଦରକାର ନିହାତି ନା ଭଞ୍ଜ ସାହିତ୍ୟ ବାଲି ପାଲା ମଧ୍ୟରେ ଛାନ୍ଦ, ଶ୍ଳୋକ, ଚତୁଷ୍ପଦୀ, ଓଡ଼ିଶୀ, ଚମ୍ପୁ, ହଁ ବେଦ, ଉପନିଷଦ, ସଂହିତା, ଭାଗବତ, ରାମାୟଣ, ଆଚ୍ଛା। ଅଷ୍ଟାଦଶ ପୁରାଣ ହଁ ସବୁଥିରୁ କିଛି କିଛି ଥିବ। ଥିବ ତାକୁ ପାଲା ବୋଲି ଆମେ କହିବା। ହଁ ହଁ ଆଜି ରାଣୀ ଶୋଇଛନ୍ତି। କେମିତି ଦେଖାଯାଉଛି? ଦେଖାଯାଉଛି କେମିତି? ହଁ ହଁ ଇଏ ତ ପୁରୁଣା କଥା। ପୁରୁଣା ସମସ୍ତ ଗାୟକ ମାନେ ଜାଣିଛନ୍ତି ଏବଂ ଆମ ଓଡ଼ିଶା ବକ୍ଷ ଦେଶରେ ଯେତେ ପାଲା ଶ୍ରୋତା ଅଛନ୍ତି ସମସ୍ତେ ଜାଣିଛନ୍ତି। ହେଲେ ମଧ୍ୟ ଆମେ ପୁଣି ସେଇ କଥାଟାକୁ ଉତ୍ଥାପନ କରିବା। ହଁ ହଁ କେମିତି ଦେଖାଯାଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ? କେମିତି ଲେଖିଲେ? ଚୋଖୀ ଟିକେ ଚଲା ଚୋଖୀରେ ଗାଇବା। ଏଇଟା ଚଲା ଚୋଖୀ। ଚଲା ଆରେ ଚୋଖୀ। ଚୋଖୀ ପୁଅ ଚାରି ପ୍ରକାର ଅଛି। ଏ ଚୋଖୀ ବିଷମ କହିଲେ ରାତିଆ ଚୋଖୀ, ଲାଗିବ। ଚଲା ଚୋଖୀ, ଝାମ୍ପ ଚୋଖୀ, ନଚା ଚୋଖୀ, ଦୀର୍ଘ ଚୋଖୀ। ଆଜି ଟିକେ ଚଲେଇକି ଗାଇବା। କାହିଁକି ନା ନାରୀ ମାନଙ୍କୁ ଯଦି ଆମେ କୋମଳ ଭାଷାରେ କଥା ନ କହିବା ସିଏ କ'ଣ ଶୁଣିବେ? ନା କମଳେଇକି କହ କମଳେଇକି ରାଜା ହଉଛନ୍ତି ଯେ କିଏ ମର୍ତ୍ତ୍ୟପୁରର ଖାଲି ନୁହେଁ ତ୍ରିଭୁବନର ରାଜା। ରାଜାର କଳେ ବଳେ କୌଶଳେ ଯେ କି ଆମେ ଯାହାକୁ ଅକ୍ତିଆର କରି ନ ପାରିବା ଆମେ ରାଜା ହୋଇପାରିବାନି। ନା 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 କେମିତି ଶୋଇଛନ୍ତି ଆର ଗଣିସୁଅ ଦେଖୁଛନ୍ତି ନା ଅଣିମାଦି ସୁଖ ଦାଇ ଅଣିମାଦି ସୁଖଦାଇ ଶୋଇଅଛି ଅଣିଆଇ ଶୋଇଅଛି ଅଣିଆଇ ଏ ପଲଙ୍କ করে দিছে মন্ত শোভା ହେମନ୍ତ ଶୋଭାରେ ଭଲ ହେମନ୍ତ ଶୋଭା ଅଯତର ସାନ ବାରେ ରଜତର ସାଣ ବାରେ ଏ କନ କଲତା କି ଜଣେ କନକଲତା କି ଜଣେ ଏ ବିଶଦ ଘନରେ କିବା ଚପଳା ପ୍ରଭା ଚପଳ ପ୍ରଭାରେ ଭଲ ଚପଳ ପ୍ରଭା ଏ ବାମ କର କପୋଳ ତଳ ବାମ କର କପୋଳ ତଳ ଏ ବାମ କର କପୋଳ ତଳ ବାମ କର କପୋଳ ତଳ ଏ କେନ୍ଦୁ ପଲବେ ତୁ ଆଖି ଫୁଲ ତର ତର ହନି ଧୀରେ ସ୍ଥିରେ ଚାଲ ନା ଅଣିମାଦି ସୁଖ ଦାଇ ଶୋଇଅଛି ଅଣିଆଇ ପଲଙ୍କ ଅଙ୍କରେ ଦିଶେ ମନ୍ତ ଶୋଭା। ଅଣିମାଦି ସୁଖ ଦାଇ ଅଣେଇ ହେଇକି ସୁଖରେ ଶୋଇଅଛି ଅଣିଆଇ ଅଣେଇକି ଶୁଅନ୍ତି ମୋର ମା ମାନେ ଯେ କି ଅଣେଇ ହେଇକି ଶୁଅନ୍ତି। ରାଣୀ ଶୋଇଛନ୍ତି ପଲଙ୍କ ଅଙ୍କରେ ଦିଶେ ଏମନ୍ତ ଶୋଭା। କେମନ୍ତ ଶୋଭା ଦେଖାଯାଉଛି କେମନ୍ତ ନା ରଜତ ରସାଣ ବାଡେ ରଜତ ଯାଇକି ରୂପା ବାଡରେ ହଁ ହଁ କନକ ଲତା କି ଜଡେ କନକ କନକ ଯାଇକି ସୁବର୍ଣ୍ଣ ଯେ କି ରୂପା ବାଡରେ ସୁବର୍ଣ୍ଣର ଗୋଟିଏ ଲତା ଗଛଟିଏ ମାଡ଼ି ଯାଇଛି କି ସେତିକି ନୁହେଁ ବିଶଦ ଘନରେ କିବା ଚପଳା ପ୍ରଭା
ଯେ କି କଳାହାଣ୍ଡିଆ ମେଘ ଭିତରେ ବିଜୁଳି ଚକ୍କରି ମାରିଲେ ଯେମିତି ଦେଖାଯାଏ ହଁ, ହଁ। ସେମିତି ଦେଖାଯାଉଛି। ଆହା ବାମ କର କପଳ ତଳ କେନ୍ଦୁ ପଲବେ ଥୁଆ କି ଫୁଲ କମଳ ରହ। ତାହେଲେ ଏଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲେ ହଁ ହଁ ରୂପାର ବାଡ଼ କୋଉଠୁ ଆସିଲା? ରାଣୀ ତ ଶୟନ କରିଛନ୍ତି, ଏଠି ରୂପା ବାଡ଼ କିଏ? ସୁବର୍ଣ୍ଣର ଲତା କିଏ? ନା ରୂପାର ବାଡ଼ ହଉଛି ରାଣୀ ଯୋଉ ଶୟନ କରିଛନ୍ତି ପଲଙ୍କରେ, ଯେ କି ଗଜଦନ୍ତ। ଗଜର ଦାନ୍ତଟା କି କୋଉ ପରି ଦେଖାଯାଏ? ଧଳା ହେଁ? ତେଣୁକରି ରୂପାଟା, ତେଣୁକରି ଏଇ ଗଜଦନ୍ତ ପଲଙ୍କକୁ ଆଜି କବି କହିଛନ୍ତି ଯେ କି ହଉଛି ଗୋଟେ ରୂପାର ବାଡ଼। ବାଡ଼ ମୋର ମା ମାନଙ୍କୁ ଯାଇକି କୁହାଯାଏ ସ୍ୱର୍ଣ୍ଣାଙ୍ଗୀ, ତେଣୁକରି ସେ ହଉଛନ୍ତି ସୁବର୍ଣ୍ଣର ଲତା। କବିତା ବନିତା ଲତା ଗୋଟିଏ, ହଁ ହଁ ତେଣୁକରି ମା ମାନେ ଯାହା ଆମର ଲତା ଗଛ ସେ। ସେଇଆ ତେଣୁକରି ମା ମାନେ ବିନା ପୁରୁଷର ଆଶ୍ରାରେ ହଁ ହଁ ବଢି ପାରିବେ ନାହିଁ ନାହିଁ କି ବଞ୍ଚି ପାରିବେନି। ହଁ ଠିକ କଥା ତ ଯେମିତି ଲତା ଗଛଟିଏ ଗୋଟିଏ ରଞ୍ଜା ନହେଲେ ବୃକ୍ଷ ନହେଲେ ବଞ୍ଚି ପାରେ ନାହିଁ, ହଁ ହଁ ବଢି ପାରେ ନାହିଁ। ନାହିଁ ତେଣୁକରି ଇଏ ହଉଛନ୍ତି ଲତା। ଲତା ରୂପା ବାଡ଼ରେ ସୁବର୍ଣ୍ଣର ଲତା ଦେଖିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଲେଖା କେମିତି ଦେଖନ୍ତୁ ଆପଣ। ହଁ ହଁ ବିଶଦ ଘନରେ କିବା ଚପଳା ପ୍ରଭା, ପ୍ରଭା ରାଣୀଙ୍କର ଯେଉଁ ମୁଖ ଚନ୍ଦ୍ର ରହିଛି ମାନେ ବିଜୁଳି ଚମକ ଠାରୁ ଆହୁରି ଅଧିକ ତେଜ। ଅଧିକ ତ ବାମ କର କପଳ ତଳ, ବାମ କର ହଁ ମା ମାନଙ୍କର ବାମ ହାତ ଦେଇକି ବାମ କର ଯିଏକି ଆମର ଗଣ୍ଡ ଦେଶରେ ଦେଇ ଶୋଇଛନ୍ତି। କେନ୍ଦୁ ପଲବ, କେନ୍ଦୁ ପତ୍ର ଦେଖିବାକୁ ଈଷତ ଲାଲ ଦେଇକି କଅଁଳିଆ। ନାରୀ ମାନଙ୍କର ହସ୍ତ ଦେଖିବେ ଈଷତ ଲାଲ। ଆଜି ଯାଇକି ଗଣ୍ଡ ଦେଶରେ ଦେଇଛନ୍ତି କେନ୍ଦୁ ପଲବେ ଥୁଆ କି ଫୁଲ କମଳ। ଫୁଲ ତ ଲେଖିଲେ କମଳ ଲେଖିଲେ, ତାହେଲେ ଇଏ ଦିଟା ଜିନିଷ କୋଉଠୁ ଆସିଲା? କମଳ ଅର୍ଥାତ ପଦ୍ମ, ମୁଖ ପଦ୍ମ, ପଦ୍ମମୁଖୀ ବୋଲି ମା ମାନଙ୍କୁ କୁହାଯାଇଛି। ଫୁଲ କେଉଁଠାରେ ଆସିଲା? ନା ରାଜାଙ୍କର ପଥକୁ ଚାହିଁ ଯେଉଁ ରାଣୀ ଦତ୍ୟାବଳୀ ଯେ କି ଅନେକ ରାତ୍ର ପର୍ଯ୍ୟନ୍ତ ନିଦ୍ରା ହୋଇ ରହିଥିଲେ, ହଁ ହଁ ଯେ କି ତାଙ୍କର ଆଖିର ମଧ୍ୟ ଭାଗରେ ଯାଇକି ଲାଲ କଇଁ ଫୁଲ ପରି ଦେଖାଯାଉଛି। ଆହା ଯେତେବେଳେ ସ୍ୱାମୀ ଆସିଛନ୍ତି ଦେଖିଛନ୍ତି ତାଙ୍କ ଆଖି ଗୁରା ଲାଲ ଲାଲ ଦେଖାଯାଉଛି। ଦେଖୁଛନ୍ତି ରାଜା ହଁ। ଯେ କି ରାଣୀ ଶୟନ କରିଛନ୍ତି। ଶୟନ କରିଛନ୍ତି ତାହେଲେ ରାଣୀ କଣ ଶୟନ କରିଥିବେ? ଡାକିବ ନା ଆଉ ନାଇଁ ନା, ଉଠିବେନି। ଗୋଟିଏ ଉପାୟ ଅଛି। କଣ ତମେ ଜାଣୁନ ଉଠିବେନି କଣ? ଖାଲି ସିଗାରେଟ ଫାଳେ ଟାଣି ଦେଇକି ହଁ। ଚେଙ୍ଗି ଦବ, ଉଠିବେ ସାଙ୍ଗେ ସାଙ୍ଗେ। ଜାଣୁ କି ଉଠିବେ? अरे बिजुली रे, ଆରେ बिजुली भाई, ଆଜ୍ଞା ଭାଇ, बिजुली बाबू, ଆଜ୍ଞା ବାବୁ, बिजुली ଆଜ୍ଞା। ସେଟିଂ ନାଇଁ ପିଲା ପଢିଛି ଜଣା ପଡୁଛି ଆଉ ନାଇଁ ଯେମିତି ପ୍ରଶ୍ନ ସେମିତି ଉତ୍ତର ଆଉ। ଆରେ ସେ କଥା ନୁହେଁ, ଆଉ କୋଉ କଥା? ଆରେ ମା ମାନଙ୍କୁ ଏ ଯୋଉ ସିଏ ସିଗାରେଟ ଟାଣିକି ଚେଙ୍ଗି ଦେଲେ ସେ ଉଠିବେ ଆଉ। ଏ ତୁ ଯିବୁ ଯାଇକି ମେଡିକାଲ କୁ, କାହିଁକି? ଆରେ ନହେଲେ ଆରେଷ୍ଟ ହେଇକି ଯିବୁ। ମହିଳା କମିଶନରେ ଯଦି କେସ୍ ଗୋଟିଏ ଦାୟର ହବ ଆଜୀବନ ଜେଲରେ ରହିବୁ। ଆଉ କିଏ? ଆରେ ସେ କଥା ନୁହଁ। ଆଜି ରାଜା କେମିତି ନିଦ୍ରା ଭାଙ୍ଗୁଛନ୍ତି? କେମିତି ଦ୍ୱିତୀୟ ପଦ ରାଜା ଚିନ୍ତା କଲା ସାଗରାସୁର ନା ଭଜୁ ନ ଭଜୁ ବାନ୍ଧବୀ, আজ তো নিটা ভাঙিবি, আজ তো নিটা ভাঙিবি, আজ তো নিটা ভাঙিবি, ভজু হে ভজু বান্ধবী, আজ মু নিদ্রা ভাঙিবি, আজ মুনিটা ভাঙিবি, আজ মুনিটা ভাঙিবি, তনু হেলে ছুঁইথিবি এ বড় লাভ, এ বড় লাভ রে বলা, এ বড় লাভ, জানু ধরি দেলে ঝুলাই, ধরি দেলে ঝুলাই, জানু ধরি দেলে ঝুলাই, কানু ধরি দেলে ঝুলাই, এ পুস্তকর লাগি আরে মু গোটে আড়ে গলা তুমি অন্য আড়ে কিয়া ভিড়ি ହେଇକି যাଉଛ? କଣ ହେଲା? চোখি মু এইটা কোউ চোখিরে গাইলি? ତମେ ଯୋଉ ଚୋଖି ଆମେ କଣ ହେଇ ଚୋଖି ଗୀତ ଜାଣିଛ ବୋଲି ଗାଇଦେଲେ ହବନି। ନାଇଁ ପ୍ରଥମେ ଦୀର୍ଘ ଚୋଖି ପଡିଥିଲା, ହଁ ତାପରେ ଚଲା ଚୋଖି, এইটা ପଡିଥିଲା ଝାଁପ ଚୋଖି। ନା କହିନାହାନ୍ତି ରେ ଯେପାରେ ବାଳା ମନାଇ ମର୍ତ୍ତ୍ୟ ନିତ୍ରେ ଇନ୍ଦ୍ର ସେହି,
এ কথা বিচার করি পরম শুভে জানু ধরি দেলা ঝুলাই পুষ কর লাগি নিদ্রা বিনাশ হই রহ নারী মানকু ଯେଉଁ ପୁରୁଷ ମନେଇ ପାରେ କବି ଲେଖିଲେ ମର୍ତ୍ତ୍ୟପୁରର ସେ ହେଉଛନ୍ତି ଜଣେ ଜଣେ ଇନ୍ଦ୍ର। ଆଜି ଯେତେବେଳେ ନାରୀ ଶୟନ କରିଛି ରାଜା ସାଗରାସୁର କଣ କଲା ନା ଯେ କି ଆଜି ରାଣୀଙ୍କୁ ସ୍ପର୍ଶ କରିଛନ୍ତି। ଯେତେବେଳେ ରାଣୀଙ୍କୁ ଆଜି ସ୍ପର୍ଶ କରିଛନ୍ତି ହଁ ଇଏ କଣ ନାକ ତମାରୁ ଶୁଣି ବଡା ପିଲାଟା ଆଉ ହଁ ରାଣୀ ନାକ ତମାଇଲେ କୁ keep distance please। ତାଙ୍କୁ ପେନ ଦିଅ ମାଗୁଛନ୍ତି ପେନ ତମେ ଟିକେ ବାଗେଇକି ଡାକୁନ ଏମିତି ତ ସେ ଶୁଣିବେ। ଓହୋ ରାଣୀ ଆଜି ଇଂଲିଶରେ ତାହେଲେ କହିଲେନି। ତାଙ୍କ ଦେହ ଖରାପ ଡାକ ଡାକିବା କଣ କି ନ ଡାକିଲେ ସେ ଶୁଣିବେନି। ମାନ ଭଞ୍ଜନ ଗୋଟିଏ ପଦ ଗାଇବା ପୂଜ୍ୟ ଗୁରୁଙ୍କର ଲେଖାରୁ ଗୋଟିଏ ପଦ ଗାଇବା ହଁ ତାପରେ ଆଗକୁ ଯିବା। ହଉ ଲେଖ ନା ରମଣୀ ମଣି ତୁ ପାନ ନ ହେ ରମଣୀ ମଣି ତୁ ପାନ ଦୋକାନ ମୋର ରମଣୀ ମଣି ତୁ ପାନ ଦୋକାନ ମୋର ରମଣୀ ମଣି ତୁ ପାନ ପାନ ଦୋକାନ ଦେଇ ମନ ମୋର ପାନ ଦେଇ ମନ ମୋର ପାନ ଦେଇ ମନ ମୋର ପାନ ଦେଇ ମନ ମୋର ରଖ ଜୀବନ ରମଣୀ ମଣି ତୁ ପାନ ଦୋକାନ ମୋର ରମଣୀ ମଣି ତୁ ପାନ ଦୋକାନ ମୋର ରମଣୀ ମଣି ତୁ ପାନ। ମୋ ପୂଜ୍ୟ ଗୁରୁଙ୍କର ଲେଖା ହଁ ରମଣୀ ମଣି ପାନ ପାନ ଦୋକାନ ଇହି ଖାଲି ମୋ ଘର ହେଇ ଥାନ୍ତା କଣ କରେଣ୍ଟ ଲଗେଇକି ମାରିଛନ୍ତି ଆଉ ଯୁଗ ନାହିଁ ରେ ପୁଅ କରେଣ୍ଟ ଲଗେଇକି ମିଳିବେନି ଆରେ ପାନ ଦୋକାନ ବୋଲି ଡାକିଲେ କଣ ଶୁଣିଲାନି। ନାଇଁ ଇଏ ମୋର ପ୍ରଥମ ଗୁରୁଙ୍କର ଲେଖା ଜମ୍ବେଶ୍ୱର ସାହୁଙ୍କର ଗୋଟିଏ ପଦ ଗଲା। ଏ ହେ ଦ୍ୱିତୀୟ ଗୁରୁଙ୍କ କଥା ମୁଁ କହିବି କହ ଓଡ଼ିଶାର ବରେଣ୍ୟ ଗାୟକ ଗାୟକ ଯିଏକି ହଉଛନ୍ତି ପ୍ରଫୁଲ୍ଲ ଷଡ଼ଙ୍ଗୀ ଷଡ଼ଙ୍ଗୀ ଯାହାଙ୍କର ଘର ନୂଆ ଗାଁ ହଁ ତାଙ୍କର ପଦେ ହଉ ପୂଜ୍ୟନାଥ ରଥ ଶର୍ମାଙ୍କର ଶିଷ୍ୟ ହଁ ଖଣ୍ଡପଡ଼ାର ଗର୍ବ ଗୌରବ ଯେଉଁ ଢୁମ୍ପା ସଙ୍ଗୀତ ଆଜି ସେଇ ଢୁମ୍ପା ସଙ୍ଗୀତରୁ ଗୋଟିଏ ପଦ ଗାଇବା। ଏ ଆଜି ଖୁମ୍ପା ସଙ୍ଗୀତ ହବ ହଁ ଢୁମ୍ପା ସଙ୍ଗୀତ ଆରେ ଅଯୋଗ୍ୟ ଆଜ୍ଞା କଳାଙ୍ଗାର କିଛି ବୁଝିପାରୁନୁ ନାଇଁ, ଆରେ ଏଟା ଢୁମ୍ପା ଆ ମୁଁ ଭାବିଲି ଖୁମ୍ପା ଆରେ ଯାହାଙ୍କର ଲେଖନୀ ନିଃସୃତ ହଁ ହଁ ଯାହାଙ୍କର ବାପା ହେଉଛନ୍ତି ଚନ୍ଦ୍ରଶେଖର ସିଂହ ସାମନ୍ତ ଯାହାଙ୍କର ଡାକ ନାଁ ହଉଛି ପଠାଣି ସାମନ୍ତ ଦୁଇ ଖଣ୍ଡ ବାଉଁଶ କାଠି ଗୋଟିଏ ବାଉଁଶ ନଳି ସାହାଯ୍ୟରେ ଯାଇକି ପୃଥିବୀର ପରିଧିକୁ ମାପିଥିଲେ ହଁ ହଁ ଏବଂ ଆଜିର ଯାଇକି ତିଥି ନକ୍ଷତ୍ର ଗ୍ରହ ଯେଉଁ ପାଞ୍ଜି ଚାଲିଛି ଯାଇକି ସେଇ ପଠାଣି ସାମନ୍ତଙ୍କର ପୁତ୍ର ହେଉଛନ୍ତି ଗଦାଧର ସିଂ ସାମନ୍ତ ସାମନ୍ତ ଇକୋ କମ କରିବ ଗୋଟିଏ ପଦ ଦବା ଯାଇକି ଢୁମ୍ପା ସଙ୍ଗୀତ ଗୋଟେ ଚତୁଷ୍ପଦୀରୁ ପଦେ ଗଲା ଶୁଣିଲେନି ରାଣୀକି ତାହେଲେ ଡାକିବା ତୁ ବୋଲ ସଖୀ ତୁ ବୋଲ ଲଗାମ ଏବ ଲଗା କଇଆ ଢୁମ୍ପାର ବାଦ୍ୟ କଣ ଜାଣିଛୁ ବାଦ୍ୟ ଏବ ଟିକେ ବାଦ୍ୟ ଟିକେ ଢୁମ୍ପା ବାଦ୍ୟ ବଦଳିବ କି ଧଳା ଥିଲା ଦିଦି ଧଳା ଥିଲା ଧଳା ଥିଲା ଦିଦି ଧଳା ଥିଲା ଧଳା ଥିଲା ଦିଦି ଧଳା ଥିଲା ଧଳା ଥିଲା ଧଳା ଥିଲା ଧଳା ଥିଲା ଧଳା ଥିଲା ଧଳା ଥିଲା ଧଳା ତୁ ବୋଲ ସଖୀ ଜଣା କି ଦରକାରେ ତୁ ବୋଲ ସଖୀ ଜଣା କି ଦରକାରେ ଏ ସୁନ୍ଦର କୁଚକୁ
পাতল ভঙ্গি ধর